जय जगन्नाथ पिलामाने आज आम क्लास 10 इतिहास यूनिट 1 चैप्टर 4 भारत छाड़ आंदोलन और ओडिशा रे एहार भूमिकार गुरुत्वपूर्ण प्रश्न और उत्तर जानिबा। तो चलंतु आरंभ करिबा। तो प्रथम प्रश्न कौन देछि पिलामाने, क्रिप्स मिशन रो प्रस्ताव गुड़िक आलोचना कर। तो क्रिप्स मिशन रो प्रस्ताव गुड़िक कौन कौन थिला? सो 1942 मसिया मार्च मासरे ब्रिटिश सरकार सार स्टाफोर्ड क्रिप्स को भारत को पठाइथिले। तो 1942 मसीहारे कौन है पिले? तो 1942 मसीहार मार्च मासरे ब्रिटिश सरकार कौन कले, सार स्टाफोर्ड क्रिप्स को कौन भारत को पठाइथिले। तो से प्रस्ताव देले जे आसिले आउ जे युद्ध जेतेबेले शेष हो जिवो, युद्ध सरिला पर भारतीय माने युद्ध करिवे एवं भारतीय माने जेतेबेले युद्ध रे विजेता हेबे एवं युद्ध सरिबो तेबे भारत को एक स्वायत्त शासन दिया जिवो। तो तांको कोन कहिले, स्वायत्त शासन दिया जिवो। किंतु भारतीय माने निजे संविधान प्रस्तुत करिवार अधिकार पाइबे एवं भारतीय माने कोन संविधान प्रस्तुत करिवार अधिकार पाइबे। आउ कोन कहिथिले जे कोनोसी प्रदेश से संविधान को ग्रहण न कले से निजे पृथक संविधान करदेबे। जदि से संविधान को अन्य कोनोसी प्रदेश बा राष्ट्र गुड़िक जदि ग्रहण करिवे नाही तेबे ताकू समाने इंग्रेज माने कोन करिवे, ताकू अलगा करदेबे। एही प्रस्ताव भारतर एकता ପାଇଁ କ୍ଷତିକାରକ ଥିଲା। ଯେତେବେଳେ ଗୋଟିଏ ରାଷ୍ଟ୍ରରୁ ଅନ୍ୟ ଗୋଟେ ରାଷ୍ଟ୍ର ଯଦି ସମ୍ବିଧାନ ପ୍ରତି ଗ୍ରହଣ ନ କଲେ କଣ କରାଯିବ, ଅଲଗା କରିଦେବେ ବୋଲି ଇଂରେଜ ମାନେ କହିଲେ। ତ ଯଦି ଅଲଗା କରାଯାଉଛି ନା ପିଲାମାନେ ଏଠି, ତ ସେଥିରେ କଣ ଏକତା ଆଉ ସୃଷ୍ଟି ହେଇପାରିବ କି? ତ ସମସ୍ତ ଦଳ କଣ ହେବ, ଧୀରେ ଧୀରେ କରି ରାଜ୍ୟଟି ଅଲଗା ହେଇଯିବ, ନିଜ ନିଜ ମଧ୍ୟରେ କଣ ହବ, ଗଣ୍ଡଗୋଳ ସୃଷ୍ଟି ହେବ। ତ ଏଥିପାଇଁ ସମସ୍ତ ଦଳ ଏଟାକୁ ପ୍ରତ୍ୟାଖ୍ୟାନ କଲେ ଏହି ନୀତିକୁ। ତ ଇଂରେଜ ମାନଙ୍କର ଲକ୍ଷ୍ୟ କଣ ଥିଲା, ଯେ ସମ୍ବିଧାନ ଦେବେ କିନ୍ତୁ ସମସ୍ତଙ୍କ ମଧ୍ୟରେ କଣ କଳହ ସୃଷ୍ଟି କରିବେ। ତେଣୁ ସେମାନେ କଣ କଲେ, ଭାରତୀୟବାସୀ ମାନେ, ତ ଭାରତୀୟ ମାନେ ତାକୁ ପ୍ରତ୍ୟାଖ୍ୟାନ କରିଥିଲେ। ନେକ୍ସଟ ଦେଖିବା ପିଲାମାନେ, ଭାରତ ଛାଡ଼ ପ୍ରସ୍ତାବ କିପରି ଗୃହୀତ ହୋଇଥିଲା। ଭାରତ ଛାଡ଼ ପ୍ରସ୍ତାବ କିପରି ଗୃହୀତ ହେଲା? 1942 ମସିହା ଜୁଲାଇ 6 ରୁ 14 ତାରିଖ ପର୍ଯ୍ୟନ୍ତ, ତ 1942 ଜୁଲାଇ 6 ରୁ 14 ତାରିଖ ପର୍ଯ୍ୟନ୍ତ ୱାର୍ଦ୍ଧାରେ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଭାରତ ଛାଡ଼କୁ ପ୍ରସ୍ତାବ ପାଇଁ ଗୃହୀତ କଲେ। ତ ଗୃହୀତ କେବେ ହେଲା? 1942 6 ରୁ 14 ମଧ୍ୟରେ ଭାରତ ଛାଡ଼ ପ୍ରସ୍ତାବ ଗୃହୀତ ହେଲା ଏବଂ ଅଗଷ୍ଟ 7 ତାରିଖରେ ମୁମ୍ବାଇରେ କଣ ହେଲା, କଂଗ୍ରେସର ସାଧାରଣ ଅଧିବେଶନ ବସିଥିଲା। ଅଗଷ୍ଟ 7 ତାରିଖରେ କଣ ହେଲା, ମୁମ୍ବାଇରେ କଂଗ୍ରେସର ଗୋଟେ ଅଧିବେଶନ ବସିଥିଲା, ସଭା ବସିଥିଲା, ଯେଉଁଥିରେ ଜବାହରଲାଲ ନେହେରୁ ପ୍ରସ୍ତାବ ଆଗତ କଲେ ଯେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଏହାକୁ ସମର୍ଥନ କରିଥିଲେ। ତ ଜବାହରଲାଲ ନେହେରୁ କଣ ପ୍ରସ୍ତାବ ଆଗତ କରିଥିଲେ ଏବଂ ସମର୍ଥନ କିଏ କଲା, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ। ତ ଅଗଷ୍ଟ 8 ତାରିଖରେ କଣ ହେଲା, କଂଗ୍ରେସ ଏହି ପ୍ରସ୍ତାବକୁ ଅନୁମୋଦନ କରିଲା। କଂଗ୍ରେସ କଣ କଲା, ଏହାକୁ ଅନୁମୋଦନ କଲା ଏବଂ ଗାନ୍ଧୀଜୀ କହିଥିଲେ ଯେ କର ବା ମର। এই ସ୍ଲୋଗାନଟି କେଉଁ ଉଦ୍ଦେଶ୍ୟରେ ଦେଇଥିଲେ, ଯେ ଆମେ ଭାରତକୁ ସ୍ୱାଧୀନ କରିବାର ଚେଷ୍ଟା କର, ନଚେତ ଯଦି ସ୍ୱାଧୀନ କରି ନ ପାରୁଛ ବୋଲେ ଜୀବନ ଦିଅ, ତ ଲଢେଇ କରିକି। ତ ଗାନ୍ଧୀଜୀ କର ବା ମର ମନ୍ତ୍ର ଦେଇ ସ୍ୱାଧୀନତା ପାଇଁ ଆନ୍ଦୋଳନ କଲେ ଅହିଂସା ମାର୍ଗରେ, ହିଂସା ମାର୍ଗ କରିବେ ନାହିଁ ବୋଲି କହିଥିଲେ ସେ। ତ ନେକ୍ସଟ ଦେଖିବା ପିଲେ, ଭାରତ ଛାଡ଼ ଆନ୍ଦୋଳନର କାର୍ଯ୍ୟକ୍ରମ ଗୁଡିକ କଣ ଥିଲା? ଭାରତ ଛାଡ଼ ଆନ୍ଦୋଳନରେ କି କି କାର୍ଯ୍ୟ ଥିଲା? ତ କୃଷକ ଏବଂ ଶ୍ରମିକ ମାନଙ୍କୁ କଣ ଭୂରାଜସ୍ୱ କର ଦେବାକୁ ବନ୍ଦ କରିବେ। ତ ମାନେ କଣ କରିବେ, ଭୂରାଜସ୍ୱ ଯେଉଁ ଦେଉଥିଲେ ସେ ଭୂରାଜସ୍ୱ ଦେବାଟା ବନ୍ଦ କରିଦେବେ ଏବଂ ଇଂରେଜ କର୍ମଚାରୀଙ୍କୁ ଖାଦ୍ୟ ସାମଗ୍ରୀ ବିକ୍ରି କରାଯିବ ନାହିଁ। ଯେହେତୁ ସେମାନେ ଆମ ଅଞ୍ଚଳ ଆସିକିରି ଆମ ଅଞ୍ଚଳକୁ ଅଲଗା କରିବା ପାଇଁ ଚାହୁଁଛନ୍ତି, ତେଣୁ ତାଙ୍କୁ ଖାଦ୍ୟ ସାମଗ୍ରୀ ବିକ୍ରି କରାଯିବ ନାହିଁ ଏବଂ କାଗଜର ନୋଟ ଗ୍ରହଣ କରିବେ ନାହିଁ, ଯେଉଁ ନୋଟଟି ଇଂରେଜ ମାନେ ବାହାର କରିଛନ୍ତି। ଏବଂ ଆଉ କଣ କରାଯିବ, ରାସ୍ତା, ରେଳ, ଟେଲିଗ୍ରାଫ, ଯାତାୟାତ ବ୍ୟବସ୍ଥା ଏସବୁକୁ କଣ ଅଚଳ ବା ବନ୍ଦ କରି ଦିଆଯିବ। ଥାନା, କୋର୍ଟ, ଜେଲଖାନା ଏସବୁ ସ୍ଥାନରେ ଯେଉଁ ଭାରତୀୟ ମାନେ ଅଛନ୍ତି ସେମାନେ ସେଠାରୁ ବାହାରି ଆସିବେ, ତାଙ୍କ ଅଧୀନରେ କୌଣସି ଚାକିରି ମଧ୍ୟ କରିବେ ନାହିଁ। ସମସ୍ତ ଆନ୍ଦୋଳନ କିନ୍ତୁ ଅହିଂସା ମାର୍ଗରେ କରାଯିବ ବୋଲି ଗାନ୍ଧୀଜୀ ମତ ଦେଇଥିଲେ। ନେକ୍ସଟ ଦେଖିବା ପିଲେ, ଭାରତ ଛାଡ଼ ଆନ୍ଦୋଳନ ଦମନ ପାଇଁ, यानी ଯେତେବେଳେ ଭାରତ ଛାଡ଼ ଆନ୍ଦୋଳନ ସୃଷ୍ଟି ହେଲା ସେତେବେଳେ ତାକୁ ଦମନ କରିବା ପାଇଁ ବ୍ରିଟିଶ ସରକାର କେଉଁ କେଉଁ ପଦକ୍ଷେପ ନେଇଥିଲେ। ତ ଏହାକୁ ଦମନ କରିବା ପାଇଁ ଆନ୍ଦୋଳନ ଆରମ୍ଭ ହେବା ମାତ୍ରେ ଯେଉଁମାନେ କି ଏହି ଆନ୍ଦୋଳନକୁ ଆରମ୍ଭ କରିଥିଲେ, କେଉଁମାନେ ଆରମ୍ଭ କରିଥିଲେ, ଗାନ୍ଧୀଜୀ, ନେହେରୁ, ସର୍ଦ୍ଦାର ପଟେଲ, ଏହି ମାନଙ୍କୁ କଣ କରାଗଲା, ସେମାନଙ୍କୁ ଗିରଫ କରିନେଲେ।
ଯେଉଁମାନେ ମୁଖ୍ୟ ଥିଲେ ଏବଂ ପୋଲିସ ଲାଠିଚାର୍ଜ ଗୁଳି ଚାଳନା ଆଉ ବଳ ପ୍ରୟୋଗ କଲା ଏହି ଆନ୍ଦୋଳନକୁ ସ୍ଥଗିତ ରଖିବା ପାଇଁ। କିନ୍ତୁ ହଜାର ହଜାର ଆନ୍ଦୋଳନକାରୀଙ୍କୁ ଆଉ କ'ଣ କରାଗଲା, ହଜାର ହଜାର ଯେଉଁ ଲୋକମାନେ ଆନ୍ଦୋଳନ କରୁଥିଲେ ସେମାନଙ୍କୁ ଜେଲରେ ବନ୍ଦ କରି ଦିଆଗଲା ଏବଂ ଯେଉଁଠି ଶୋଭାଯାତ୍ରା ସମ୍ବାଦପତ୍ର ଆସୁଛି ତାକୁ କଠୋର ନିୟନ୍ତ୍ରଣ ଲଗାଗଲା, ତାକୁ ଆଉ ସେଠାରେ ବନ୍ଦ କରି ଦିଆଗଲା, ମାନେ ସଭା ସମିତି ହୋଇପାରିବ ନାହିଁ। ଏଇଭଳି ଅମାନୁଷିକ ଦମନ କରି ଅନୁସରଣ କରିକି ବ୍ରିଟିଶ ସରକାର ଆନ୍ଦୋଳନକୁ ଦମନ କରିବା ପାଇଁ ଚେଷ୍ଟା କରିଥିଲା। ଏବେ ଦେଖିବା ପିଲେ 2 ମାର୍କିଆ କ୍ୱେଶ୍ଚିନ୍, ପ୍ରାୟ 20ଟି ଶବ୍ଦର ଉତ୍ତର ଦେବ। ବିନୋବା ଭାବେ କେବେ ଏବଂ କେଉଁଠି ତାଙ୍କ ସତ୍ୟାଗ୍ରହ ଆରମ୍ଭ କରିଥିଲେ? ତ ବିନୋବା ଭାବେ 1940 ମସିହା ଅକ୍ଟୋବର 17 ତାରିଖରେ 1940 ମସିହା ଅକ୍ଟୋବର 17 ତାରିଖରେ ସତ୍ୟାଗ୍ରହ ଆରମ୍ଭ କରିଥିଲେ ଆଉ ସେ ପାଉନାରା ବା ପାନାଉ ଠାରେ ସେ ତାଙ୍କର ସତ୍ୟାଗ୍ରହ ଆରମ୍ଭ କରିଥିଲେ। ନେକ୍ସଟ କ'ଣ ଦେଇଛି ପିଲେ, ଭାରତ ଛାଡ଼ ଆନ୍ଦୋଳନ ପ୍ରସ୍ତାବ ଗୃହୀତ ହେବା ପରେ ଗାନ୍ଧୀଜୀ କେବେ ଗିରଫ ହେଲେ ଏବଂ କେଉଁଠାରେ ବନ୍ଦୀ କରାଗଲା? ତ ଯେତେବେଳେ ଭାରତ ଛାଡ଼ ଆନ୍ଦୋଳନ ପ୍ରସ୍ତାବ ଗୃହୀତ ହେଲା ପିଲେ ଗାନ୍ଧୀଜୀଙ୍କୁ 1942 ଅଗଷ୍ଟ 9 ତାରିଖରେ ଗିରଫ କରାଯାଇଥିଲା ଆଉ ତାଙ୍କୁ ପୁନେର ଆଗା ଖାଁ ପ୍ୟାଲେସରେ ବନ୍ଦୀ କରିକି ରଖାଯାଇଥିଲା। ନେକ୍ସଟ ପ୍ରଶ୍ନ ଦେଖିବା ପିଲେ, ଭାରତ ଛାଡ଼ ଆନ୍ଦୋଳନ ସମୟରେ ବିହାରରେ ଛାତ୍ରମାନେ କେବେ ଏବଂ କେଉଁଠାରେ ପତାକା ଉତ୍ତୋଳନ କରିଥିଲେ? ତ ଏମାନେ 1942 ଅଗଷ୍ଟ 11 ତାରିଖରେ ପତାକା ଉତ୍ତୋଳନ କରିଥିଲେ ଏବଂ ପାଟନା ସଚିବାଳୟର ପୂର୍ବ ଦ୍ୱାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ସେମାନେ। ଘ ନମ୍ବର ପ୍ରଶ୍ନ କ'ଣ ଦେଇଛି ପିଲେ, ରେଭେନ୍ସା କଲେଜରେ ଭାରତ ଛାଡ଼ ଆନ୍ଦୋଳନ କେଉଁ ଛାତ୍ର ନେତାମାନଙ୍କ ଦ୍ୱାରା ପରିଚାଳିତ ହୋଇଥିଲା? ତ ରେଭେନ୍ସା କଲେଜରେ ବିବୁଧେନ୍ଦୁ ମିଶ୍ର, ଅଶୋକ ଦାସ, ସୁରଜ ମଲ ଶାହା ଇ କେତେ ଜଣ ବ୍ୟକ୍ତି ଯେମିତିକି ଆଉ ଭିଖେ ମିତ୍ର ଏମାନଙ୍କ ନେତୃତ୍ୱରେ କ'ଣ ହେଲା, ଭାରତ ଛାଡ଼ ଆନ୍ଦୋଳନଟି ପରିଚାଳିତ ହୋଇଥିଲା। ଏବେ ଦେଖିବା ଯେ ଭାରତ ଛାଡ଼ ଆନ୍ଦୋଳନ ସମୟରେ କେଉଁ ଖବର ଶୁଣିବା ପରେ ବରୀ ଅଞ୍ଚଳ ଉତ୍ତ୍ୟକ୍ତ ଲୋକ କାଇପଦ ଡାକଘରକୁ ପଢ଼ିଦେଲେ? ଯେତେବେଳେ ସେମାନେ ଶୁଣିବାକୁ ପାଇଲେ ଯେ ଗୋପବନ୍ଧୁ ଚୌଧୁରୀ ଏବଂ ରମାଦେବୀଙ୍କୁ ଗିରଫ ଖବର ଶୁଣି ବରୀ ଅଞ୍ଚଳ ଲୋକ ଉତ୍ତ୍ୟକ୍ତ ହୋଇଗଲେ। ଗୋପବନ୍ଧୁ ଚୌଧୁରୀ ଆଉ ରମାଦେବୀ କିଏ ଥିଲେ? ଜଣେ ସ୍ୱାଧୀନତା ସଂଗ୍ରାମୀ, ଯେଉଁମାନେ କି ନିଜ ଅଞ୍ଚଳ ଲୋକମାନଙ୍କ ସ୍ୱାଧୀନ ପାଇଁ ଲଢ଼େଇ କରୁଥିଲେ। ତ ସେମାନେ ଥିଲେ ତାଙ୍କର ମୁଖ୍ୟ ନେତାମାନେ। ତ ତେଣୁ ଯେତେବେଳେ ତାଙ୍କୁ ଇଂରେଜ ମାନେ ବନ୍ଦୀ କରିଦେଲେ ତ ଗିରଫ ହେବା କଥା ଶୁଣିକି ସେମାନେ ରାଗିଗଲେ ଏବଂ କାଇପଦ ଡାକଘରକୁ ନିଆଁ ଲଗାଇ ଦେଇଥିଲେ। ଭାରତ ଛାଡ଼ ଆନ୍ଦୋଳନ ସମୟରେ ଭଣ୍ଡାରୀ ପୋଖରୀରେ କେଉଁ 2 ସତ୍ୟାଗ୍ରହୀଙ୍କୁ ଗିରଫ କରାଗଲା? ତ ଜଗନ୍ନାଥ ଦାସ ଏବଂ ଦ୍ୱାରିକା ଦାସ ଏହି 2 ଜଣ ବ୍ୟକ୍ତିଙ୍କୁ ଭଣ୍ଡାରୀ ପୋଖରୀରେ ଗିରଫ ହୋଇଥିଲେ। ଇରୋନ ଠାରେ କେବେ ଗୁଳିକାଣ୍ଡ ଘଟିଥିଲା ଏବଂ ଶହୀଦ ହୋଇଥିବା ମହିଳା ଜଣକ କିଏ? ତ ଇରୋନ ଠାରେ 1942 ମସିହା ସେପ୍ଟେମ୍ବର 28 ତାରିଖରେ ଗୁଳିକାଣ୍ଡ ହୋଇଥିଲା ଆଉ ଏଥିରେ କିଏ ମରିଥିଲେ ପିଲେ? ଏଥିରେ ଶହୀଦ ହୋଇଥିବା ମହିଳା ନାମକ ଥିଲେ ପରୀ ବେୱା, ତାଙ୍କ ନାଁ ଥିଲା ପରୀ ବେୱା। ନେକ୍ସଟ ଦେଖିବା, ଭାରତ ଛାଡ଼ ଆନ୍ଦୋଳନ ପ୍ରଭାବରେ ନିମାପଡ଼ାରେ କାହିଁକି ପୋଲିସ ଗୁଳି ଚାଳନା କଲା ପିଲେ? ଯେତେବେଳେ ସତ୍ୟାଗ୍ରହୀ ମାନେ ଖଜଣା ନଦେବା, ତ ସତ୍ୟାଗ୍ରହୀ ମାନେ କ'ଣ, ସତ୍ୟାଗ୍ରହୀର ଅର୍ଥ ହେଲା ସତ୍ୟ ପ୍ରତି ଆଗ୍ରହ ଯେଉଁମାନେ ଅଛନ୍ତି, ତ ସେମାନଙ୍କୁ ଯେତେବେଳେ ମୁଖ୍ୟ ନେତା ମାନେ କହୁଛନ୍ତି, ମହାତ୍ମା ଗାନ୍ଧୀ କହିଥିଲେ ନା ଖଜଣା ବା କର ଆମେ ଦେବା ନାହିଁ। ତ ଯେତେବେଳେ ଖଜଣା ବା କର ଦେଲେ ନାହିଁ, ଜାତୀୟ ପତାକା ଉତ୍ତୋଳନ କରିବାକୁ ଚେଷ୍ଟା କଲେ, ତ ଏହି ସବୁ ପୋଲିସ ବାରମ୍ବାର ବାରଣ କରିଥିଲା, କିନ୍ତୁ କରିବା ପରେ ମଧ୍ୟ ଥାନାରେ କ'ଣ ଅଗ୍ନି ସଂଯମ କରାଯାଇଥିଲା, ଯାହା ଫଳରେ ସେ ପୋଲିସ ଏଠାରେ କ'ଣ କଲା, ନିମାପଡ଼ାରେ ଗୁଳି ଚାଳନା କରିଥିଲା। ନେକ୍ସଟ ଦେଖିବା ପିଲେ, ପାପଡ଼ାହାଣ୍ଡିରେ କାହିଁକି ଗୁଳି ଚାଳନା କରାଯାଇଥିଲା ଏବଂ କେତେ ଜଣ ପ୍ରାଣ ତ୍ୟାଗ କରିଥିଲେ? ତ 1942 ଅଗଷ୍ଟ 24 ତାରିଖରେ ଲୋକମାନେ ଟୋଲ ଏବଂ ଥାନାକୁ ଧ୍ୱଂସ କରିଦେଲେ। ଏତେ ରାଗି ଯାଇଥିଲେ ଯେ ସେମାନେ ଥାନା ଗୁଡ଼ିକୁ ମଧ୍ୟ ଧ୍ୱଂସ କରିଦେଲେ ଏବଂ ପୋଲିସ ସେ ସମୟରେ କ'ଣ କଲା, ଗୁଳି ଚାଳନା କଲା ଆଉ ଯାହା ଫଳରେ 15 ଜଣଙ୍କର ପ୍ରାଣ ତ୍ୟାଗ ହୋଇଥିଲା। କିଏ ଢେଙ୍କାନାଳରେ ଭାରତ ଛାଡ଼ ଆନ୍ଦୋଳନ ନେତୃତ୍ୱ ନେଇଥିଲେ? ଢେଙ୍କାନାଳରେ କିଏ ନେଇଥିଲେ? ବୈଷ୍ଣବ ଚରଣ ପଟ୍ଟନାୟକ, ଯିଏକି ଢେଙ୍କାନାଳରେ ଭାରତ ଛାଡ଼ ଆନ୍ଦୋଳନ ନେତୃତ୍ୱ ନେଇଥିଲେ ଏବଂ କେଉଁଠାରେ ଥାନା ପୋଡ଼ି ସଂଗଠିତ ହୋଇଥିଲା? ତାଙ୍କ ନେତୃତ୍ୱରେ, yani ବୈଷ୍ଣବ ଚରଣ ପଟ୍ଟନାୟକଙ୍କ ନେତୃତ୍ୱରେ 1942 ଅଗଷ୍ଟ 26 ତାରିଖରେ ମଢ଼ି, yani ବର୍ତ୍ତମାନର କାମାକ୍ଷାନଗର
ରେ ଥାନା ପରିସଂଗଠିତ ହୋଇଥିଲା। କ୍ରିପ୍ସ ମିଶନ କେବେ ଭାରତକୁ ଆସିଥିଲା ବିଲେ କ୍ରିପ୍ସ ମିଶନ 1942 ମସିହା ମାର୍ଚ୍ଚ ମାସରେ ଭାରତକୁ ଆସିଥିଲା। କେଉଁ ଦିନ ଭାରତ ଛାଡ଼ ପ୍ରସ୍ତାବ ଗୃହୀତ ହେଲା 1942 ଅଗଷ୍ଟ 8 ତାରିଖ ଦିନ। କେଉଁ ଦିନ ଜାତୀୟ କଂଗ୍ରେସର କାର୍ଯ୍ୟକାରୀ କମିଟିର ସଦସ୍ୟମାନଙ୍କୁ ଗିରଫ କରାଗଲା ବିଲେ 1942 ମସିହା ଅଗଷ୍ଟ 9 ତାରିଖରେ ଜାତୀୟ କଂଗ୍ରେସରେ କାର୍ଯ୍ୟକାରୀ କମିଟିର ସଦସ୍ୟମାନଙ୍କୁ ଗିରଫ କରାଯାଇଥିଲା। ନେକ୍ସଟ ଦେଖିବା ଯେ ଅଗଷ୍ଟ ବିପ୍ଳବରେ ଯୋଗ ଦେଇଥିବା ଜଣେ ସମାଜବାଦୀ ମହିଳାଙ୍କ ନାମ ଉଲ୍ଲେଖ କର। ଅଗଷ୍ଟ ବିପ୍ଳବରେ କିଏ? ଅରୁଣା ଆସଫ ଅଲ୍ଲୀ। ଇଏ ଅଗଷ୍ଟ ବିପ୍ଳବରେ ଯୋଗ ଦେଇଥିଲେ, ଜଣେ ସମାଜବାଦୀ ମହିଳା ଥିଲେ, ଅରୁଣା ଆସଫ ଅଲ୍ଲୀ। ଭାରତ ଛାଡ଼ ଆନ୍ଦୋଳନ ସମୟରେ କିଏ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଥିଲେ? ଏହି ସମୟରେ ୱିନଷ୍ଟନ ଚର୍ଚ୍ଚିଲ ଥିଲେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଥିଲେ। କେଉଁ ଦିନ କାଇପଦ ଠାରେ ଲୋକମାନେ ଡାକଘର ପୋଡ଼ିଦେଲେ? 1942 ଅଗଷ୍ଟ 17 ତାରିଖ ଦିନ। କିଏ ଧାମନଗର ଠାରେ ଭାରତ ଛାଡ଼ ଆନ୍ଦୋଳନକୁ ଗତିଶୀଳ କରାଇଥିଲେ? ଧାମନଗର ଠାରେ ମୁରଲୀଧର ପଣ୍ଡା ତାର ନେତୃତ୍ୱ ନେଇଥିଲେ। ଭାରତ ଛାଡ଼ ଆନ୍ଦୋଳନ ସମୟରେ କିଏ ନିମାପଡ଼ାରେ ପୋଲିସ ଗୁଳିରେ ପ୍ରାଣ ହରାଇଲେ? ଉତ୍ସବ ବୋଲି, ଯିଏକି ନିମାପଡ଼ାରେ ପୋଲିସର ଗୁଳିରେ ନିଜର ପ୍ରାଣ ହରାଇବାକୁ ପଡ଼ିଥିଲା। କେଉଁ ଦିନ କାଇପଦ ଠାରେ ଲୋକମାନେ ଡାକଘର ପୋଡ଼ିଦେଲେ? 1942 ମସିହା ଅଗଷ୍ଟ 17 ତାରିଖ ଦିନ। କିଏ ଧାମନଗର ଠାରେ ଭାରତ ଛାଡ଼ ଆନ୍ଦୋଳନକୁ ଗତିଶୀଳ କରିଥିଲେ? ମୁରଲୀଧର ପଣ୍ଡା। ଏଟା ବେଲେ ରିପିଟ ହେଇଯାଇଛି କ୍ୱେଶ୍ଚନ। କେଉଁ ଦିନ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଦିଆଯାଇଥିଲା? 1943 ମସିହା ମାର୍ଚ୍ଚ 29 ତାରିଖରେ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଦିଆଯାଇଥିଲା। ତାଳଚେରରେ କିଏ ଅଗଷ୍ଟ ବିପ୍ଳବର ନେତୃତ୍ୱ ନେଇଥିଲେ? ପବିତ୍ର ମୋହନ ପ୍ରଧାନ, ଯିଏକି ତାଳଚେରରେ ଅଗଷ୍ଟ ବିପ୍ଳବର ନେତୃତ୍ୱ ନେଇଥିଲେ। ତ ଏବେ ଦେଖିବା ବେଲେ ଠିକ ଉତ୍ତର ବାଛି ଲେଖିବା। କେଉଁ ମସିହାରେ ଇଂରେଜ ସରକାର ଅଗଷ୍ଟ ଦାନ ଘୋଷଣା କରିଥିଲେ? ମୁଁ ଅପସନ ନାଇଁ ଦେଇ ବେଲେ ଡାଇରେକ୍ଟ ଆନ୍ସର ଲେଖି ଦେଇଛି। ତ 1940 ମସିହାରେ ଇଂରେଜ ସରକାର ଅଗଷ୍ଟ ଦାନ ଘୋଷଣା କରିଥିଲେ। କଂଗ୍ରେସ ଅଧିବେଶନରେ କିଏ ଭାରତ ଛାଡ଼ ପ୍ରସ୍ତାବ ଆଗତ କଲା? ଜବାହରଲାଲ ନେହେରୁ। ଭାରତ ଛାଡ଼ ଆନ୍ଦୋଳନ ସମୟରେ ମହାତ୍ମା ଗାନ୍ଧୀଙ୍କୁ କେଉଁଠାରେ ବନ୍ଦୀ କରି ରଖାଯାଇଥିଲା? ପୁନେର ଆଗା ଖାଁ ପ୍ୟାଲେସରେ। କେବେ କୋରାପୁଟରେ ଲୋକମାନେ ପାପଡ଼ାହାଣ୍ଡି ନିକଟରେ ଥାନା ଧ୍ୱଂସ କରିବାକୁ ଯାଇଥିଲେ? 1942 ଅଗଷ୍ଟ 24 ତାରିଖରେ। କିଏ ଭାରତ ଛାଡ଼ ଆନ୍ଦୋଳନ ସହିତ ସମ୍ପୃକ୍ତ ନଥିଲେ ବିଲେ ଗୋପବନ୍ଧୁ ଭାରତ ଛାଡ଼ ଆନ୍ଦୋଳନ ସହିତ ସମ୍ପୃକ୍ତ ନଥିଲେ, ଆଉ ବାକି ମାନେ ଥିଲେ। ସୋ ପିଲାମାନେ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର ଓ ସବସ୍କ୍ରାଇବ କରନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ ପିଲାମାନେ।